ବନ୍ଦେ ଲୋକତିଳକଂ ସାତୋତ ବାର୍ତ୍ତା ବିଭୂଷଣଂ ଅମର କୃତ୍ୟୁଚ୍ଚାರಣଂ ପ୍ରବୁଧଂ ଲୋକଜୀବନଂ ପ୍ରଣୟ ପ୍ରମୋଦ ଜାଗଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମଂ। ଜୟ ଗୁରୁ। ପ୍ରଥମେ ମୋର ଏହି ଅମୃତବାଣୀ ଚ୍ୟାନେଲକୁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ଏବେ ତ ଶ୍ରାବଣ ମାସ ଚାଲିଛି, ତେଣୁ ଆମର ପରମ ବନ୍ଦନିଆ ଲକ୍ଷ୍ମୀ ସ୍ୱରୂପା ଶ୍ରୀ ଶ୍ରୀ ବଡ଼ମାଙ୍କ ବିଷୟରେ ଆଜିର ଆଲୋଚନା ରଖିଛି। ଆଲୋଚନାଟି ଶୁଣିବା ପୂର୍ବରୁ ଆପଣ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲା। ବଙ୍ଗଳା 1301 ସାଲ ରବିବାର 14 ଶ୍ରାବଣ। ସାରାଦିନ ଆକାଶ ମେଘୁଆ, ମଝିରେ ମଝିରେ ବର୍ଷା। ମଙ୍ଗଳ ଶଙ୍ଖ ବାଜି ଉଠିଲା ଲାହିଡ଼ି ଘରର ଅଗଣାରେ। ଖବର ଖେଳିଗଲା ପଲ୍ଲୀ ମଧ୍ୟରେ। ତ୍ରିନୟନୀ ଦେବୀ ସନ୍ତାନ ପ୍ରସବ କରିଛନ୍ତି। ସାଇ ପଡ଼ିଶାର ଝିଅ ଜିଆଣୀ ସ୍ତ୍ରୀ ଗୃହିଣୀମାନଙ୍କର ଭିଡ଼ରେ ଭର୍ତ୍ତି ହୋଇଗଲା ଅଗଣା। କୈଳାସବାସିନୀ ଦେବୀ ସଦ୍ୟଜାତା ନାତୁଣୀକୁ କୋଳରେ ଧରି ବସିଛନ୍ତି ଅନ୍ତୁଡ଼ିଶାଳର ଦ୍ୱାର ଦେଶରେ। ସାଇର ରାୟଘର ଗୃହିଣୀ ଫୁଟୁଫୁଟିଆ ଶିଶୁକନ୍ୟାକୁ ଦେଖି କହିଲେ, ତ୍ରିନୟନୀର ପେଟରେ ଯେପରି ଗୋଟିଏ ସ୍ଫଟିକ ଜନ୍ମିଛି, ତାର ନାମ ହେଉ ଫଟ୍କି। କଞ୍ଚା ସୁନା ପରି ରଙ୍ଗ, ମହମର କଣ୍ଢେଇ ଭଳି ଗଢ଼ଣର ଝିଅ ଫଟ୍କି ଆଈଙ୍କ ପାଖରୁ ଶିବପୂଜା ଶିଖି ପ୍ରତିଦିନ ଶିବପୂଜା କରନ୍ତି। ଧୀରେ ଧୀରେ ଫଟ୍କି ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲେ। ଭ୍ରମର କୃଷ୍ଣ କେଶରେ ମଥାଟି ଢଙ୍କା, ଛୋଟ କପାଳ, ବିଶାଳ ଦୁଇଟି କାଜଲ କଳା ଆଖିରେ ଅତି ଶାନ୍ତ ଦୃଷ୍ଟି, ସୁଗୋଲ ହାତପାଦର ଗଢ଼ଣ। ଦେହର ରଙ୍ଗ ଯେପରି କ୍ଷୀର ଆଉ ଅଳତାରେ ମିଶା। ପାଦଦ୍ୱୟର ପାଦପାତର ଶ୍ରୀ ଦେଖି ଆଖି ଖୁସି ହୋଇଯାଏ। ଶ୍ରୀ ଶ୍ରୀ ବଡ଼ମାଙ୍କ କଥା କ'ଣ ବା କହିବା। ସାଗରର ଶାନ୍ତ ରୂପ ଥିଲେ ସେ। ତାଙ୍କ ସଂସ୍ପର୍ଶରେ ଯିଏ ଆସେ ସେ ଶୀତଳ ହୋଇଯାଏ ଯେପରି। ଶ୍ରୀ ଶ୍ରୀ ବଡ଼ମାଙ୍କ ଜୀବନର କିଛି ଘଟଣାର ଉପସ୍ଥାପନ ଆଜିର ଏହି ଆଲୋଚନାରେ ବର୍ଣ୍ଣନା କରୁଛି। ଥରେ ଗୋଟିଏ ଧନୀ ଦମ୍ପତି ଶ୍ରୀ ଶ୍ରୀ ବଡ଼ମାଙ୍କ ପାଖରେ ଆସି ପହଞ୍ଚିଲେ। ସେମାନଙ୍କର ମନ ବହୁତ ଦୁଃଖ ଥିଲା, କାରଣ ତାଙ୍କର ଏତେ ଧନ ସମ୍ପତ୍ତି ଥିଲେ କ'ଣ ହେବ, ତାଙ୍କର କୌଣସି ସନ୍ତାନ ନଥିଲେ। ସେମାନଙ୍କର ଦୁଃଖ ଶୁଣି ଶ୍ରୀ ଶ୍ରୀ ବଡ଼ମାଙ୍କର ମାତୃହୃଦୟ କାନ୍ଦି ଉଠିଲା। ସେ ଅତ୍ୟନ୍ତ ଦୁଃଖୀ ହେଲେ, ଆଉ ଧନୀ ଦମ୍ପତିକୁ ସନ୍ତାନ ଲାଭର ଆଶୀର୍ବାଦ ଦେଲେ। ଏହାର କିଛି ଦିନ ପରେ ସେମାନଙ୍କର ସୁସନ୍ତାନ ପ୍ରାପ୍ତି ହେଲା। ଆଉ ଥରେ ପୂଜନୀୟ ବିଙ୍କିଦା ଉତ୍ସବରେ ଗୋଟିଏ ଥିଏଟର କରିବା ପାଇଁ ମନସ୍ଥ କରିଥିଲେ, ଆଉ ତାର ରିହର୍ସାଲ କରୁଥିଲେ। ଯଦି ଶ୍ରୀ ଶ୍ରୀ ବଡ଼ମା ନ ଆସିବେ ତାହେଲେ ଥିଏଟର ଆରମ୍ଭ ବି ହୋଇପାରିବ ନାହିଁ। ତେଣୁ ରାମନନ୍ଦନ ପ୍ରସାଦ ଦାଦାଙ୍କୁ ପଠାଗଲା ଶ୍ରୀ ଶ୍ରୀ ବଡ଼ମାଙ୍କୁ ଡାକିବା ପାଇଁ। ସେତେବେଳେ ଶ୍ରୀ ଶ୍ରୀ ଠାକୁରଙ୍କର ଭୋଗ ନିବେଦନର ସମୟ ହୋଇଥାଏ। ଶ୍ରୀ ଶ୍ରୀ ବଡ଼ମା ସେଠାରେ ଜଗି ବସିଥାନ୍ତି କେତେବେଳେ ଶ୍ରୀ ଶ୍ରୀ ଠାକୁରଙ୍କର ଭୋଗ ନିବେଦନ ହେବ, ତାପରେ ସେ ଯୁଆଡ଼େ ଯିବେ। ତେଣୁ ବଡ଼ମା କହିଲେ କି ଶ୍ରୀ ଶ୍ରୀ ଠାକୁରଙ୍କୁ ଭୋଗ ନିବେଦନ ନ କରିବା ଯାଏଁ ଥିଏଟର କ'ଣ, ଯମ ଡାକିଲେ ବି ମୁଁ ଯାଇପାରିବି ନାହିଁ। ସବୁ ସମୟରେ ସଜାଗ ରହି ଶ୍ରୀ ଶ୍ରୀ ବଡ଼ମା ଠାକୁରଙ୍କର ଖବର ବୁଝୁଥିଲେ। ସେ ଶ୍ରୀ ଶ୍ରୀ ଠାକୁରଙ୍କର ହିଁ ପ୍ରତିରୂପ ଥିଲେ। ନିଜକୁ ଶ୍ରୀ ଶ୍ରୀ ଠାକୁରଙ୍କ ଚରଣରେ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଥିଲେ ଯେପରି। ଶ୍ରୀ ଶ୍ରୀ ବଡ଼ମାଙ୍କର ନିଜ ପାଇଁ କିଛି ବି ଦରକାର ନଥିଲା। ନିଜକୁ ଯେତେ କଷ୍ଟ ହେଲେ ବି କାଳେ ଶ୍ରୀ ଶ୍ରୀ ଠାକୁର ଜାଣିଲେ ତାଙ୍କ ମନରେ କଷ୍ଟ ହେବ ବୋଲି ସେ ଠାକୁରଙ୍କୁ କିଛି ବି କଷ୍ଟ ଦୁଃଖ ଜଣାଉ ନଥିଲେ। ଥରେ ତାଙ୍କର ଗଣ୍ଠି ବ୍ୟଥା ହେବା ଆରମ୍ଭ ହେଲା। ଯେତେ ଚିକିତ୍ସା କଲେ ମଧ୍ୟ ତାହା କମ୍ ହେଉନଥିଲା। କୋଲକାତାରୁ ବୈଦ୍ୟ ଆସିଲେ, ମାଲିସ କଲା ପରେ ବି ବ୍ୟଥା କମ୍ ହେଲା ନାହିଁ। ଅସହ୍ୟ ଯନ୍ତ୍ରଣା ଶ୍ରୀ ଶ୍ରୀ ବଡ଼ମା ସହ୍ୟ କରିପାରୁନଥିଲେ। ଶ୍ରୀ ଶ୍ରୀ ଠାକୁର ଯେତେବେଳେ ତାଙ୍କ ପାଖକୁ ଆସିଲେ, ଶ୍ରୀ ଶ୍ରୀ ବଡ଼ମା ଠାକୁରଙ୍କୁ ଦେଖି କାନ୍ଦି ପକାଇଲେ। ତାଙ୍କର ଅସହ୍ୟ ଯନ୍ତ୍ରଣା କଥା ଠାକୁରଙ୍କୁ କହି ପକାଇଲେ। ଶ୍ରୀ ଶ୍ରୀ ଠାକୁର କିଛି ସମୟ ସ୍ତବ୍ଧ ହୋଇ ବସି ରହିଲେ। ତାଙ୍କର ମନ ବହୁତ ଖରାପ ହୋଇଗଲା। କିଛି ସମୟ ପରେ ଅତି ଦୁଃଖରେ କହିଲେ, ସେ ବୁଢ଼ୀ ଲୋକଟି ଜୀବନରେ ମୋତେ କେବେ କିଛି ବି ମାଗିନଥିଲେ, କିନ୍ତୁ
ତାଙ୍କୁ ଆଜି ଏତେ କଷ୍ଟ ହେଉଛି ଯେ ସେ ସହ୍ୟ ନ କରିପାରି କାନ୍ଦି ପକାଇଲେ। କିନ୍ତୁ ମୁଁ କିଛି କରିପାରୁନାହିଁ। ଶ୍ରୀ ଶ୍ରୀ ବଡ଼ମାଙ୍କ ଜୀବନର ଆଉ ଏକ ଘଟଣା। ବଡ଼ମା ଯେତେବେଳେ ପାବନାରେ ରହୁଥିଲେ ସେତେବେଳେ ସବୁଦିନ ଅମୂଲ୍ୟ ଘୋଷଦା ଶ୍ରୀ ଶ୍ରୀ ବଡ଼ମାଙ୍କ ସହିତ ରୋଷେଇ ଘରେ ବସି ଖାଆନ୍ତି। ଗୋଟିଏ ଦିନ ଖାଇବା ବେଳେ ମାତା ମନମୋହିନୀ ଦେବୀ ଦେଖିଦେଲେ। ବଡ଼ମାଙ୍କୁ ବହୁତ ଗାଳି ଦେଲେ ଯେ ବ୍ରାହ୍ମଣଙ୍କ ରୋଷେଇ ଘରେ ଅଲଗା ଜାତିର ଲୋକ ସହିତ କିପରି ଖାଉଛୁ। କିନ୍ତୁ ବଡ଼ମା ସବୁ ଶୁଣିଲେ, ଆଉ କିଛି ନ କହି ଚୁପ୍ ରହିଲେ। କିନ୍ତୁ ପୂର୍ବ ପରି ସାଙ୍ଗ ହୋଇ ଖାଇଲେ। ସେ ମନେ ମନେ କହିଲେ, ସଂସ୍କାର ମନ ଭିତରେ ରୁହେ, କିନ୍ତୁ ମା ପୁଅର ସମ୍ପର୍କ ଅଲଗା। ଆଉ ଥରେ ନଇନି ଗୋପାଳ ଦାଙ୍କର ସ୍ତ୍ରୀଙ୍କର ଦେହ ଭୀଷଣ ଖରାପ। ଲୋ ବ୍ଲଡ ପ୍ରେସର ରୋଗରେ ଆକ୍ରାନ୍ତ ହୋଇଥିଲେ ସେ। ଯେତେ ପ୍ରକାର ଚିକିତ୍ସା କଲେ ବି ରୋଗଟା ଜମା ବି କମୁନାହିଁ। ଦିନେ ସେ ଶ୍ରୀ ଶ୍ରୀ ବଡ଼ମାଙ୍କ ଫଟୋ ସାମ୍ନାରେ ବସି କାନ୍ଦୁଛନ୍ତି। ଆକୁଳ ପ୍ରାର୍ଥନା କରି କହୁଛନ୍ତି, ମା, ଏ କ'ଣ ସବୁ ହୋଇଯାଉଛି? ଯାହା ହେଉଛି ସବୁ ତୁମରି ହିଁ ଇଚ୍ଛା ମା, ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ସେଦିନ ରାତିରେ ସେ ଶୋଇ ପଡ଼ିଛନ୍ତି। ସ୍ୱପ୍ନରେ ଦେଖୁଛନ୍ତି ଶ୍ରୀ ଶ୍ରୀ ବଡ଼ମା ଆସିଛନ୍ତି। ଆସି କହୁଛନ୍ତି, ଏଇ ଯେ ମୁଁ ଆସିଛି, ମୋତେ ବସିବା ପାଇଁ ଜାଗା ଦେବୁନି? ନଇନି ଗୋପାଳ ଦାଙ୍କ ସ୍ତ୍ରୀ ଭାବୁଛନ୍ତି, ଏଇ ପରମା ଈଶ୍ୱରୀଙ୍କୁ ମୁଁ କେଉଁଠି ବା ବସିବା ପାଇଁ ଜାଗା ଦେବି? ମୋ ଘରେ ସେମିତି ଜାଗା କେଉଁଠି ବା ଅଛି? ଶ୍ରୀ ଶ୍ରୀ ବଡ଼ମା ପୁଣି କହୁଛନ୍ତି, ଭାବୁଛ କ'ଣ? ତୁ ଲୁଗା ଆଞ୍ଚଲ ପାରିଦେ, ମୁଁ ସେଇଠି ବସିବି। ନଇନି ଗୋପାଳ ଦାଙ୍କ ସ୍ତ୍ରୀ ପିନ୍ଧିଥିବା ମଇଳା ଲୁଗାର ଆଞ୍ଚଳଟିକୁ ବିଛେଇ ଦେଇଛନ୍ତି। ଆଉ ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ତା ଉପରେ ବସିଛନ୍ତି। ତାପରେ ତାଙ୍କର ସ୍ୱପ୍ନ ଭଙ୍ଗ ହୋଇଯାଇଛି। ସେ ସେହି ସ୍ୱପ୍ନର କଥା ଭାବି ଭାବି ବହୁତ କାନ୍ଦୁଛନ୍ତି, ଆଉ ବ୍ୟସ୍ତ ହୋଇପଡ଼ିଛନ୍ତି। ଭାବୁଛନ୍ତି, ସ୍ୱୟଂ ମା ଆସିଥିଲେ, ହେଲେ ମୁଁ ଚଣ୍ଡାଳୁଣୀ ତାଙ୍କୁ ଟିକେ ବସିବା ପାଇଁ ଜାଗା ବି ଦେଲିନି। ପରଦିନ ଦେଖାଗଲା ନଇନି ଗୋପାଳ ଦାଙ୍କର ସ୍ତ୍ରୀଙ୍କର ସେହି ପୁରୁଣା ରୋଗଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯାଇଛି। ଆଉ ଗୋଟିଏ ସୁନ୍ଦର ଘଟଣାଟିଏ ଘଟିଥିଲା। ଶ୍ରୀ ଶ୍ରୀ ଠାକୁରଙ୍କର ମାତା ମନମୋହିନୀ ଦେବୀଙ୍କର ମହାପ୍ରୟାଣ ହେଲା ପରେ ଶ୍ରୀ ଶ୍ରୀ ଠାକୁର ଦୁଃଖରେ ପୁରା ଭାଙ୍ଗି ପଡ଼ିଛନ୍ତି। ଶ୍ରୀ ଶ୍ରୀ ବଡ଼ମା ଠାକୁରଙ୍କୁ ସାନ୍ତ୍ୱନା ଦେଉଛନ୍ତି। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ବଡ଼ ବୋଉ, ମୋର ମା ଆଜି ଚାଲିଗଲେ। ଏ ଆଶ୍ରମବାସୀ ମାତୃହରା ହୋଇଗଲେ। ଆଜିଠାରୁ ତୁମେ ସେମାନଙ୍କର ମା ହୁଅ। ତୁମର ଆଶ୍ରୟ ଆଉ ସ୍ନେହର ପରଶ ପାଇ ଯେପରି ସେମାନେ ତୃପ୍ତ ହୋଇଯାଆନ୍ତୁ। ଆଉ ଗୋଟିଏ ଘଟଣା। ଜଣେ ମା ଲକ୍ଷ୍ମୀ ପୂଜା ସାରି ମା ଲକ୍ଷ୍ମୀକୁ ପାନଗୁଆ ଅର୍ପଣ କରିଛନ୍ତି। ଲକ୍ଷ୍ମୀ ପୂଜା ସାରିଲା ପରେ ସେଇ ମା ଜଣକ ମନେ କଲେ, ଶ୍ରୀ ଶ୍ରୀ ବଡ଼ମାଙ୍କୁ ଯାଉଛି ପାନଗୁଆ ଅର୍ପଣ କରିବି। ଆଶ୍ରମ ଆସି ଶ୍ରୀ ଶ୍ରୀ ବଡ଼ମାଙ୍କ ନିକଟରେ ପାନଗୁଆ ନିବେଦନ କଲେ। ଶ୍ରୀ ଶ୍ରୀ ବଡ଼ମା କିନ୍ତୁ ପାନଗୁଆ ଗ୍ରହଣ କଲେ ନାହିଁ। ମାଟିକୁ କହିଲେ, ମୁଁ କିନ୍ତୁ ମିଠା ଖାଇବାକୁ ଭାରି ଭଲ ପାଏ। ସେ ମାଟି କିଛି ବୁଝିପାରିଲେ ନାହିଁ। ଶ୍ରୀ ଶ୍ରୀ ବଡ଼ମା ପୁଣି କହୁଛନ୍ତି, ମୁଁ ସୁଧୀର ଦାସ ଦୋକାନର ମିଠା ଖାଇବାକୁ ଭାରି ଭଲ ପାଏ। ଏଥର ମାଟି କଥାଟି ବୁଝିପାରିଛନ୍ତି ଓ ସଙ୍ଗେ ସଙ୍ଗେ ଯାଇ ସୁଧୀର ଦାସ ଦୋକାନରୁ ବାଛି ବାଛି ଭଲ ଭଲ ବିଭିନ୍ନ ପ୍ରକାରର ମିଠା ଆଣି ଶ୍ରୀ ଶ୍ରୀ ବଡ଼ମାଙ୍କୁ ଭୋଗ ନିବେଦନ କରିଛନ୍ତି। ତାପରେ ଯାଇ ପାନଗୁଆ ନିବେଦନ କରିଛନ୍ତି। ଖାଇବା ଭୋଗ ନିବେଦନ କରିସାରିବା ପରେ ସିନା ପାନଗୁଆ ନିବେଦନ କରାଯାଏ, କିନ୍ତୁ ମାଟି ଭୁଲ କରି ଦେଇଥିଲେ। ଆଉ ଥରେ ଜନୈକା ବୃଦ୍ଧା ମା ଶ୍ରୀ ଶ୍ରୀ ଠାକୁର ଭୋଗରେ କିଛି ଜିନିଷ ଆଣି କୁହନ୍ତି, ବୋହୁମା, ଏଗୁଡ଼ିକୁ ଠାକୁର ଭୋଗରେ ଦେବେ। ସେତେବେଳେ ଶ୍ରୀ ଶ୍ରୀ ଠାକୁର ପାଖରେ ଚେୟାରରେ ବସିଥିଲେ। ବଡ଼ମା ତାର ସେଇ କଥା ଶୁଣି ହଠାତ୍ ଉଠି ଆସି ରୋଷାୟିତ ବାକ୍ୟରେ କହିଲେ, ତୋର କୋଉ ପୁଅର ସ୍ତ୍ରୀ ମୁଁ ରେ? ତୋର କୋଉ ପୁଅର ସ୍ତ୍ରୀ? ଏଥିରେ ସେହି ମାଟି ସ୍ତମ୍ଭିତ ହୋଇଗଲେ। ବଡ଼ମା ସେହି ଦୁଇଟି ବାକ୍ୟ କହି ହିଁ ଚୁପ୍ ରୁହନ୍ତି। ଶ୍ରୀ ଶ୍ରୀ ଠାକୁର ବି କିଛି କହିଲେ ନାହିଁ। ଏହିପରି ଅନେକ ଘଟଣା ରହିଛି ଶ୍ରୀ ଶ୍ରୀ ବଡ଼ମାଙ୍କ ଜୀବନରେ। ସ୍ୱଳ୍ପ ସମୟ ଭିତରେ ସବୁକିଛି ବର୍ଣ୍ଣନା କରିବା ତ ସମ୍ଭବ ନୁହେଁ। ତେଣୁ ଆଜିର ଆଲୋଚନାଟି କିପରି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଗୁରୁ।